ଭାରତର ବନ୍ୟପ୍ରାଣୀ ଗୋଟେ ପଟେ ଦେଖିଲେ ଏକ ବିଶାଳ ସମ୍ପଦ ଆଉ ଗୋଟେ ପଟେ ଏକ ଗଭୀର ଚିନ୍ତାର ବିଷୟ। ଏମିତି ଏକ କାହାଣୀ ଯୋଉଠି ପ୍ରଚୁରତା ଆଉ ବିପଦ ଦୁଇଟା ଯାକ ଏକାଠି ଅଛନ୍ତି। ତେବେ ଚାଲନ୍ତୁ ଭାରତର ଏହି ଅମୂଲ୍ୟ ଇତିହାସ ଭିତରକୁ ଟିକେ ପଶି ଦେଖିବା। ଏଇ ସଂଖ୍ୟାଟାକୁ ଟିକେ ଦେଖନ୍ତୁ, 7.3%। ହୁଏତ ଦେଖିବାକୁ ଏହା ବହୁତ ଛୋଟ ଲାଗୁଥାଇପାରେ, କିନ୍ତୁ ବିଶ୍ୱାସ କରନ୍ତୁ, ଏହା ପଛରେ ଭାରତର ବନ୍ୟପ୍ରାଣୀ ସମ୍ପଦର ଏକ ବହୁତ ବଡ଼ ଆଉ ଆଶ୍ଚର୍ଯ୍ୟ କରିଦେଲା ଭଳି କାହାଣୀ ଲୁଚି ରହିଛି। ଆଉ ସେ କାହାଣୀଟା ହେଲା ଏଇଆ। ଦେଖନ୍ତୁ, ଭାରତ ପାଖରେ ପୁରା ଦୁନିଆର ମାତ୍ର 2.4% ଜମି ଅଛି, କିନ୍ତୁ ଏତିକି ଜାଗାରେ ପୃଥିବୀର ପାଖାପାଖି 7.3% ଜୀବଜନ୍ତୁ ରୁହନ୍ତି। କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି? ଏତେ କମ୍ ଜାଗାରେ ଏତେ ପ୍ରକାରର ଜୀବନ, ଆଉ ଏଇଥିପାଇଁ ତ ଭାରତକୁ ଜୈବ ବିବିଧତାର ଏକ ବିଶ୍ୱସ୍ତରୀୟ ମହାକେନ୍ଦ୍ର ବୋଲି କୁହାଯାଏ। ଆଚ୍ଛା, ଆଗକୁ ଯିବା ପୂର୍ବରୁ ଗୋଟେ ମୁଖ୍ୟ ଶବ୍ଦକୁ ବୁଝିନେବା ବହୁତ ଜରୁରୀ, ଆଉ ସେଇଟା ହେଲା ଜୈବ ବିବିଧତା। ଏଇଟା କ'ଣ? ଏହାକୁ ଏକ ବହୁତ ବଡ଼ ପରିବାର ବୋଲି ଭାବିପାରିବେ, ଯୋଉଠି ଛୋଟିଆ ପୋକଜୋକଠାରୁ ଆରମ୍ଭ କରି ବିରାଟକାୟ ହାତୀ ପର୍ଯ୍ୟନ୍ତ ସମସ୍ତେ ଏହାର ସଦସ୍ୟ। ଆଉ ଏହି ବିଶାଳ ପରିବାରରେ ପ୍ରତ୍ୟେକଙ୍କର ନିଜ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଚାଲନ୍ତୁ ଆରମ୍ଭ କରିବା ଆମର ପ୍ରଥମ ବିଭାଗ, ଜାଣିବା ଭାରତର ବନ୍ୟପ୍ରାଣୀ ଆଶ୍ଚର୍ଯ୍ୟଭୂମି ବିଷୟରେ। ଦେଖିବା ଭାରତର ପଶୁ ସାମ୍ରାଜ୍ୟ ପ୍ରକୃତରେ କେତେ ବିଶାଳ। ଆଉ ଏଠି ଆସିଲା ଆଉ ଗୋଟେ ଆଖି ଖୋସି ହୋଇଗଲା ଭଳି ସଂଖ୍ୟା, 89,451। ଏଇଟା କିଛି ଛୋଟମୋଟ ସଂଖ୍ୟା ନୁହେଁ। ଏହା ହେଉଛି ଭାରତରେ ମିଳୁଥିବା ମୋଟ ପଶୁ ପ୍ରଜାତିର ସଂଖ୍ୟା। କଳ୍ପନା କରନ୍ତୁ ତ ଟିକେ, କେତେ ବଡ଼ ଏହି ସଂଖ୍ୟା। ଏବେ ସେ ବିଶାଳ ସଂଖ୍ୟାକୁ ଟିକେ ଭାଗ ଭାଗ କରି ଦେଖିବା। ଦେଖନ୍ତୁ ତ, ଏହି ତାଲିକାରେ ବାପ୍ରେ 68,000ରୁ ଅଧିକ ତ କେବଳ କୀଟପତଙ୍ଗ ଅଛନ୍ତି। ତା ସାଙ୍ଗକୁ 2500ରୁ ଅଧିକ ପ୍ରଜାତିର ମାଛ, 1200ରୁ ଅଧିକ ପକ୍ଷୀ ଆଉ ପାଖାପାଖି 40 ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ। ଏହି ବିବିଧତା ହିଁ ତ ଭାରତର ପ୍ରକୃତ ସମ୍ପଦ, ନୁହେଁ କି? ଏତେ ସବୁ ସଂଖ୍ୟା ଭିତରେ କିଛି ଏମିତି ପ୍ରଜାତି ଅଛନ୍ତି ଯେଉଁମାନେ ଆମର ଏହି ପୁରା ଐତିହ୍ୟର ପ୍ରତୀକ ପାଲଟି ଯାଇଛନ୍ତି। ଆଉ ସେମାନଙ୍କ ଭିତରୁ ସବୁଠୁ ଖାସ୍ ହେଉଛି ମହାବଳ ବାଘ। ଏହା କେବଳ ଗୋଟେ ପଶୁ ନୁହେଁ, ଏହା ଭାରତର ବନ୍ୟପ୍ରାଣୀର ଶକ୍ତି, ସୌନ୍ଦର୍ଯ୍ୟ ଆଉ ଗର୍ବର ପ୍ରତୀକ। ହେଲେ କାହାଣୀ କ'ଣ ଖାଲି ବାଘରେ ସରିଯାଉଛି? ଆଦୌ ନୁହେଁ। ଭାରତର ଆଶ୍ଚର୍ଯ୍ୟ ଏତିକିରେ ସୀମିତ ନୁହେଁ। ଦେଖନ୍ତୁ, ଦେଶର କୋଣ ଅନୁକୋଣରେ କେମିତି ଅଲଗା ଅଲଗା ଅନନ୍ୟ ଜୀବ ଅଛନ୍ତି। ଦକ୍ଷିଣ ଭାରତର ସିଂହଲାଙ୍ଗୁଡ଼ି ମାଙ୍କଡ଼ ହେଉ, ବା ଆସାମର ଏକଶିଙ୍ଗୀ ଗଣ୍ଡା, ଆଉ ଆମ ନିଜ ଓଡ଼ିଶା ଉପକୂଳରେ ଲକ୍ଷ ଲକ୍ଷ ଅଲନ୍ରିଡ୍ଲେ କଇଁଛ, ପ୍ରତ୍ୟେକଙ୍କର ନିଜର ଏକ ସ୍ୱତନ୍ତ୍ର କାହାଣୀ। କିନ୍ତୁ ଯେମିତି ଗୋଟେ ମୁଦ୍ରାର ଦୁଇଟି ପାର୍ଶ୍ୱ ଥାଏ, ଏହି ସମୃଦ୍ଧିର ମଧ୍ୟ ଗୋଟେ ଅନ୍ଧାରିଆ ଦିଗ ଅଛି, ଆଉ ସେଇଟା ହେଉଛି ଏକ ଗଭୀର ସଙ୍କଟ। ଆସନ୍ତୁ ଆମର ଆଲୋଚନାର ଏହି ପରବର୍ତ୍ତୀ ଭାଗରେ ସେହି ବିପଦଗୁଡ଼ିକ ବିଷୟରେ ଜାଣିବା, ଯାହା ଆମର ଏହି ଜୈବ ବିବିଧତାକୁ ଚୁପଚାପ ନିଜ କବଳକୁ ନେଇଯାଉଛି। ତେବେ ପ୍ରଶ୍ନ ଉଠୁଛି, ଏହି ସମସ୍ୟାର କାରଣ କ'ଣ? ଦୁର୍ଭାଗ୍ୟର କଥା ହେଉଛି, ଏହାର ମୂଳ କାରଣଗୁଡ଼ିକ ମୁଖ୍ୟତଃ ଆମେ ମଣିଷ। ବେଆଇନ ଶିକାର, ଜଙ୍ଗଲ ସଫା ହେଇଯିବା, ବଢ଼ୁଥିବା ସହର ଆଉ କଳକାରଖାନା, ଏସବୁ ମିଶିକି ବନ୍ୟଜନ୍ତୁଙ୍କଠାରୁ ସେମାନଙ୍କର ଘର ଛଡ଼େଇ ନେଉଛନ୍ତି। ଆଉ ଫଳ କ'ଣ ହେଉଛି? ସେମାନଙ୍କର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଏବେ ଏହି ବିପଦକୁ ଆମେ ବୈଜ୍ଞାନିକ ଭାବରେ ମାପିବା କେମିତି? ସେଥିପାଇଁ ବିଶ୍ୱସ୍ତରରେ ଗୋଟେ ବ୍ୟବସ୍ଥା ଅଛି, ଯାହାକୁ କୁହାଯାଏ ଲାଲ ତଥ୍ୟ ପୁସ୍ତକ ବା ରେଡ୍ ଡେଟା ବୁକ୍। ଏହାକୁ ଆପଣ ପ୍ରକୃତିର ଆଲାର୍ମ ସିଷ୍ଟମ ବୋଲି ଭାବିପାରିବେ। କେଉଁ ପ୍ରଜାତି କେତେ ବିପଦରେ ଅଛି ଆଉ କାହାକୁ ତୁରନ୍ତ ସାହାଯ୍ୟ ଦରକାର, ଏହି ବହି ଆମକୁ ସ୍ପଷ୍ଟ ଭାବରେ କହିଥାଏ। ଆଉ ସେହି ରେଡ୍ ଡେଟା ବୁକ୍ର ସବୁଠାରୁ ଚିନ୍ତାଜନକ ବର୍ଗ ହେଉଛି ବିପଦଗ୍ରସ୍ତ ବା ଏଣ୍ଡେଞ୍ଜର୍ଡ। ଯେତେବେଳେ କୌଣସି ପ୍ରଜାତିକୁ ଏହି ଟ୍ୟାଗ୍ ମିଳେ, ତାର ଅର୍ଥ ହେଉଛି ସମୟ ବହୁତ କମ୍ ଅଛି। ଯଦି ଆମେ ତୁରନ୍ତ କିଛି ନ କରୁ, ତେବେ ଏହି ପ୍ରଜାତିଗୁଡ଼ିକ ପୃଥିବୀ ପୃଷ୍ଠରୁ ସବୁଦିନ ପାଇଁ ଲିଭିଯାଇପାରନ୍ତି। ଆମେ ଆଗରୁ ସିଂହଲାଙ୍ଗୁଡ଼ି ମାଙ୍କଡ଼ କଥା କହୁଥିଲେ, ମନେ ଅଛି? ସେହି ମାଙ୍କଡ଼ ଏହି ବିପଦଗ୍ରସ୍ତ ବର୍ଗର ଏକ ବାସ୍ତବ ଉଦାହରଣ। ତାର ଘର ମାନେ ଜଙ୍ଗଲ ଯେମିତି ଛୋଟ ଛୋଟ ଖଣ୍ଡରେ ବାଣ୍ଟି ହୋଇଯାଉଛି, ଏହି ଅନନ୍ୟ ଜୀବ ଆଜି ବିଲୁପ୍ତିର ଦ୍ୱାରଦେଶରେ ପହଞ୍ଚିଗଲାଣି। ଆଉ ଯେତେବେଳେ ସବୁ ଚେଷ୍ଟା ବିଫଳ ହୁଏ, ସେତେବେଳେ ଆସେ ସବୁଠାରୁ ଦୁଃଖଦ ପରିଣତି, ବିଲୁପ୍ତି ବା ଏକ୍ସଟିଂକ୍ସନ୍। ଏହା ଏମିତି ଏକ କ୍ଷତି ଯାହାକୁ କେବେ ବି ପୂରଣ କରାଯାଇପାରିବ ନାହିଁ। ଯେତେବେଳେ ଗୋଟିଏ ପ୍ରଜାତି ବିଲୁପ୍ତ ହୋଇଯାଏ, ସେ କେବଳ ଇତିହାସର ପୃଷ୍ଠାରେ ରହିଯାଏ, କାରଣ ସେ ପୃଥିବୀରୁ ସବୁଦିନ ପାଇଁ ଚାଲିଯାଇଥାଏ। ଆଉ ଦୁର୍ଭାଗ୍ୟକୁ
ଭାରତ ଏହି ଦୁଃଖଦ ବାସ୍ତବତାକୁ ଅନୁଭବ କରିଛି। ଏସିଆଇ ଚିତା, ଯିଏ ଦିନେ ଭାରତର ଜଙ୍ଗଲରେ ରାଜ କରୁଥିଲା, ତାକୁ 1952 ମସିହାରେ ଆମ ଦେଶରେ ବିଲୁପ୍ତ ଘୋଷଣା କରାଗଲା। ଆଜି ସେ କେବଳ ଏକ ସ୍ମୃତି ଆଉ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ। କିନ୍ତୁ ଏହି ନିରାଶା ଭିତରେ ବି ଆଶାର କିରଣ ଅଛି। କାହାଣୀ ଏଠି ସରୁନି। ଏବେ ଆସନ୍ତୁ ଦେଖିବା ସେହି ସବୁ ପ୍ରୟାସ ବିଷୟରେ ଯାହା ଏହି ଅମୂଲ୍ୟ ଜୀବନଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ କରାଯାଉଛି। ଏହି ମାନଚିତ୍ର ଉପରେ ଟିକେ ନଜର ପକାନ୍ତୁ। ଏଗୁଡ଼ିକ ହେଉଛି ସେହି ସୁରକ୍ଷିତ ସ୍ଥାନ, ଦେଶସାରା ଖେଳେଇ ହୋଇ ରହିଥିବା ଏକ ସୁରକ୍ଷା କବଚ। ଜାତୀୟ ଉଦ୍ୟାନ ହେଉ ବା ବନ୍ୟପ୍ରାଣୀ ଅଭୟାରଣ୍ୟ, ଏହି ସବୁ ସ୍ଥାନ ହିଁ ବନ୍ୟଜନ୍ତୁଙ୍କ ପାଇଁ ଶେଷ ଆଶା, ସେମାନଙ୍କର ସୁରକ୍ଷିତ ଘର। ହେଲେ ଏହି ସୁରକ୍ଷିତ ଅଞ୍ଚଳ ଭିତରେ ବି ଟିକେ ଫରକ ଅଛି। ଦେଖନ୍ତୁ, ଜାତୀୟ ଉଦ୍ୟାନରେ ପୁରା ଇକୋସିଷ୍ଟମ ବା ପରିବେଶକୁ ସୁରକ୍ଷା ଦିଆଯାଏ, ଆଉ ଏଠି ନିୟମ ବହୁତ କଡ଼ା। କିନ୍ତୁ ଅନ୍ୟପଟେ ବନ୍ୟପ୍ରାଣୀ ଅଭୟାରଣ୍ୟ, ଏହା ପ୍ରାୟତଃ କୌଣସି ଗୋଟେ ନିର୍ଦ୍ଦିଷ୍ଟ ପ୍ରଜାତିକୁ ବଞ୍ଚେଇବା ଉପରେ ଫୋକସ୍ କରେ, ଆଉ ଏଠି ନିୟମ ଟିକେ କୋହଳ ଥାଏ। ଭାରତୀୟ ସଂରକ୍ଷଣ ଇତିହାସରେ ଯଦି କୌଣସି ସଫଳତାର କାହାଣୀ ସୁନା ଅକ୍ଷରରେ ଲେଖାଯିବ, ତେବେ ସେଇଟା ହେବ ବ୍ୟାଘ୍ର ପ୍ରକଳ୍ପ ବା ପ୍ରୋଜେକ୍ଟ ଟାଇଗର। ଭାବନ୍ତୁ ତ, 1973ରେ ଯେତେବେଳେ ବାଘମାନେ ବିଲୁପ୍ତିର ଶେଷ ସୀମାରେ ଥିଲେ, ସେତେବେଳେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଆଜି ସେମାନଙ୍କ ପାଇଁ ସଞ୍ଜୀବନୀ ପାଲଟିଛି। ଆଉ ଏହି ପ୍ରୟାସ କେବଳ ଯୋଜନାରେ ନାହିଁ, ଏହା ବାସ୍ତବରେ କାମ କରୁଛି। ଦେଖନ୍ତୁ, ପଶ୍ଚିମବଙ୍ଗର ସୁନ୍ଦରବନ, ଆମ ଓଡ଼ିଶାର ଶିମିଳିପାଳ, ଏସବୁ ବାଘମାନଙ୍କ ପାଇଁ ସୁରକ୍ଷିତ ଘର। ସେମିତି ଗୁଜରାଟର ଗିର୍ ଏସିଆଇ ସିଂହ ପାଇଁ, ଆଉ ଆସାମର କାଜିରଙ୍ଗା ଗଣ୍ଡା ପାଇଁ। ଏହି ସବୁ ସ୍ଥାନ ଆଜି ଆଶାର ପ୍ରତୀକ ପାଲଟିଛି। ତେବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛେ। ଏତେ ସବୁ କଥା ପରେ ଏହାର ମୂଳ ବାର୍ତ୍ତା କ'ଣ, ଆଉ ଆଗକୁ ଆମର ରାସ୍ତା କ'ଣ ହେବା ଉଚିତ? ଆଉ ଏଇ ସ୍ଲାଇଡରର କଥାଟି ହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସରକାର ଅନେକ ଯୋଜନା କରିପାରନ୍ତି, ବଡ଼ ବଡ଼ ପ୍ରକଳ୍ପ ଆଣିପାରନ୍ତି, କିନ୍ତୁ ପ୍ରକୃତ ସଫଳତା ସେତେବେଳେ ହିଁ ମିଳିବ ଯେତେବେଳେ ସାଧାରଣ ଲୋକ, ମାନେ ଆମେ ସମସ୍ତେ ଏଥିରେ ସାମିଲ ହେବା। ଆମର ସହଯୋଗ ବିନା ଏହି ଲଢ଼େଇ ଅଧା ରହିଯିବ। ସାମୂହିକ ପ୍ରୟାସ ହିଁ ଏକମାତ୍ର ଉପାୟ। ତେବେ ଶେଷରେ ଏହି ପ୍ରଶ୍ନଟି ଆମ ସମସ୍ତଙ୍କ ପାଇଁ। ଭାରତର ଏହି ଅମୂଲ୍ୟ ବନ୍ୟ ସମ୍ପଦ ଆଜି ଏକ ଦୋଛକିରେ ଠିଆ ହୋଇଛି। ଗୋଟେ ରାସ୍ତା ଯାଉଛି ସର୍ବନାଶ ଆଡ଼କୁ, ଆଉ ଗୋଟେ ରାସ୍ତା ସହାବସ୍ଥାନ ଆଡ଼କୁ। ତେବେ ଏହି ସନ୍ତୁଳନକୁ ଠିକ୍ ଦିଗରେ ନେବା ପାଇଁ ଆମର ଭୂମିକା କ'ଣ ହେବା ଉଚିତ? ଆମର ଛୋଟ ଛୋଟ ପଦକ୍ଷେପ କିପରି ଏକ ବଡ଼ ପରିବର୍ତ୍ତନ ଆଣିପାରିବ, ଯାହା ମଣିଷ ଓ ବନ୍ୟପ୍ରାଣୀଙ୍କ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବ? ଏହା ଉପରେ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଯାଇଛି।